ଗଞ୍ଜାମ ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଚାର କନିଶିଠାରେ ଆୟୋଜିତ ସାଧାରଣ ସଭାରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ। କନିଶି ସଭାରେ ହଜାର ହଜାର ଲୋକଙ୍କ ଜନସମାଗମ। କନିଶି ନିର୍ବାଚନୀ ସଭାରେ ଜୟ ଜଗନ୍ନାଥ କହି ବରିଷ୍ଠ ବିଜେଡି ନେତା ଭିକେ ପାଣ୍ଡିଆନ ଉଦ୍ବୋଧନ ଆରମ୍ଭ କରିଥିଲେ। ଜନସମୁଦ୍ର ଦେଖି ଭଲ ସଂକେତ ଦେଉଛି। ପ୍ରଥମ ପର୍ଯ୍ୟାୟରେ 28 ବିଧାନସଭା 4 ଲୋକସଭା ଆସନରେ 90% ଫଳ ମିଳିବ। ଆଶୀର୍ବାଦ ଦେଲେ 100% ଫଳ ପାଇବା। ମମତା ଯୋଜନା, ମିଶନ ଶକ୍ତି, ଚାଉଳ କିଏ ଦେଇଛି ବୋଲି ପ୍ରଶ୍ନ କଲେ ପାଣ୍ଡିଆନ। ବିରୋଧୀ ଦଳ ଇସ୍ତାହାର ଦିଅନ୍ତି। 2 କୋଟି ରୋଜଗାର ଦେବୁ କହିଥିଲେ। ମିଛ ପ୍ରତିଶ୍ରୁତି ଦେଇ କମ୍ ଆସନ ପାଇଲା ବିଜେପି। ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଇସ୍ତାହାର ଦେବେ। ଇସ୍ତାହାରରେ ଲୋକଙ୍କୁ ଭଲ ପ୍ରତିଶ୍ରୁତି ମିଳିବ। ଏହି ପ୍ରତିଶ୍ରୁତି ଘରେ ଘରେ ପହଞ୍ଚାଇବାକୁ ନିବେଦନ କଲେ ପାଣ୍ଡିଆନ। ଓଡ଼ିଶାବାସୀ ନବୀନଙ୍କୁ ଭଲ ପାଆନ୍ତି। 24 ବର୍ଷ ପରେ ମଧ୍ୟ ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିପାରୁନାହିଁ। ଜୟ ଜଗନ୍ନାଥ କହି ଉଦ୍ବୋଧନ ଶେଷ କରିଥିଲେ ପାଣ୍ଡିଆନ। ଏହି ନିର୍ବାଚନୀ ସଭାରେ ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଭୃଗୁ ବକ୍ସିପାତ୍ରଙ୍କ ସମେତ ବ୍ରହ୍ମପୁର ବିଧାନସଭା ପ୍ରାର୍ଥୀ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଗୋପାଳପୁର ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ବିକ୍ରମ ପଣ୍ଡା, ଛତ୍ରପୁର ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ସୁବାସ ବେହେରା, ଚିକିଟି ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ଚିନ୍ମୟାନନ୍ଦ ଶ୍ରୀରୂପ ଦେଓ, ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ବିପ୍ଳବ ପାତ୍ର ଯୋଗ ଦେଇଥିଲେ।